ତଦନ୍ତ ଯଦି ସଠିକ୍ ଭାବରେ କରାଯିବ ଏବଂ ତାଙ୍କ ପାଖରେ ଯେଉଁ ଏକ୍ସପର୍ଟାଇଜ୍ ଯେଉଁ ସ୍କିଲ୍ ଦରକାର ଯେଉଁ କୌଶଳଗତ ତାଲିମ ଦରକାର ମୁଁ କେମିତି ଭାବୁଛି କମ୍ ଅଛି କିମ୍ବା ସେମାନେ ଚାପଗ୍ରସ୍ତ ଦୁଇଟା ଭିତରୁ ଗୋଟେ ସେମାନେ ଜାଣିନାହାନ୍ତି କେମିତି ତଦନ୍ତ କରାଯିବ କିମ୍ବା ଯଦି ବି ଜାଣିଛନ୍ତି ତାଙ୍କ ଉପରେ କେହି ନା କେହି ଗୋଟେ ଅଦୃଶ୍ୟ ହାତରୁ ଚାପ ପଡ଼ୁଛି ଯାହାଫଳରେ ସେମାନେ ସତ କଥା କହୁନାହାନ୍ତି ଏ ଦୁଇଟା ଯଦି ସତ ନ ହୋଇଥାଏ ସତ ଆପଣଙ୍କର ହେଇଥିବ ତେବେ ଧରା ପଡ଼ିବେନି କାହିଁକି ଏବଂ ବାସ୍ତବ କଥାରେ ଜଣାପଡ଼ିବନି କାହିଁକି ଯେତେବେଳେ ସ୍ପଷ୍ଟ କଥାଟା ଜଣାପଡ଼ିବ ସେତେବେଳେ ମୁଁ କହୁଛି ଝିଅ ତ ଚାଲିଗଲାଣି କିନ୍ତୁ ତୃତୀୟ ଆଉ ଗୋଟେ ଝିଅର ଜୀବନ ଚାଲିଯିବ ନାହିଁ ସେ ଦୃଷ୍ଟିରୁ ସେ ସତର୍କ ହୋଇଯିବ ସେ ଜାଣିପାରିବ ଅପରାଧୀମାନଙ୍କର ମୋଡସ୍ ଅପରାଣ୍ଡି ବା ଯେଉଁଟାକ ସେମାନେ କେଉଁ ଭଳି ଧାରାରେ କାମ କରୁଛନ୍ତି ସେମାନେ କିଭଳି ଭାବରେ ହତ୍ୟା କରୁଛନ୍ତି ବା ତାଙ୍କ ପରିବାରର ସଦସ୍ୟମାନେ କେଉଁମାନେ ଅଛନ୍ତି ଯେଉଁମାନେ କି ବିଭିନ୍ନ ବାଟରେ ତାଙ୍କୁ ବି ହତ୍ୟା କରିଦେଇପାରନ୍ତି ବା ସେମାନଙ୍କ ପ୍ରତି ଅସଦାଚରଣ କରିପାରନ୍ତି ସେଇ ଯେଉଁ ଧାରାଟାକୁ ସେମାନେ ଜାଣିଗଲେ ମୁଁ ତ ଭାବୁଛି ଯେ ଝିଅମାନେ ସତର୍କତା ଅବଲମ୍ବନ କରିବେ ଏବଂ ସେଥିରେ ଶିକାର ହେବେ ନାହିଁ।